गंजाम जिला छत्रपुर स्थित पुलिस पड़िया परिसर में देशर 80तम जिलास्तरीय स्वाधीनता दिवस पालित होइछी। सरकार आईन पूर्त अबकारी विभाग मंत्री पृथ्वीराज हरिचंदन मुख्य अतिथि भाव जोगदे जातीय पताका उत्तोलन करने सहित समग्र परेड अभिवादन ग्रहण करते। उक्त कार्यक्रम में जिलापाल बी कीर्तिवासन, आरक्षी अधीक्षक हरीश विशी, स्थानीय विधायक कृष्णचंद्र नायक समेत अधिकारी जनसाधारण उपस्थित थिले। ଏହି କାର୍ଯ୍ୟକ୍ରମରେ 40ଟି ପ୍ୟାରେଡ୍ ଗ୍ରୁପ ଅଂଶଗ୍ରହଣ କରିବା ସହ 5ଟି ଦେଶାତ୍ମକ ବୋଧ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଶେଷରେ ପୁରସ୍କାର ବିତରଣ କରାଯାଇଥିଲା। ଆଜି ପବିତ୍ର ଦିନ ସମଗ୍ର ଭାରତବର୍ଷ ପାଇଁ। ଭାରତବର୍ଷର ସମସ୍ତ ନାଗରିକ ଆଜିର ଦିନରେ ଯେମିତି ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିଟି ଘରେ ଆଜିର ଦିନରେ ତିରଙ୍ଗା ଲହରୁ ଆଜି ସମାନ ଭାବରେ ଭାରତବର୍ଷର ପ୍ରତି ଘରେ ଘରେ, ପ୍ରତି ଗଳିରେ, ପ୍ରତି ରାସ୍ତାରେ ଆଜି ଆମର ଜାତୀୟ ପତାକାକୁ ସମ୍ମାନ ଦେଇକି ସ୍ୱାଧୀନତାର ଉପଲବ୍ଧିକୁ ଆମେ ଅନୁଭବ କରୁଛୁ। ଆଜି ସେଇ ଉପଲକ୍ଷେ ପବିତ୍ର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରରେ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଅନୁଷ୍ଠିତ ହେଇଛି ସ୍ୱାଧୀନତା ଦିବସ। ମୋର ସୌଭାଗ୍ୟ ଆଜି ଏ ମାଟିରେ ଠିଆ ହେଇକି ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଯେଉଁ ମାଟିର ଏକ ପ୍ରମୁଖ ଭୂମିକା ଥିଲା ଏବଂ ବିଶେଷ କରିକି ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମାଟିର ଏକ ପ୍ରମୁଖ ଭୂମିକା ଥିଲା ସେ ମାଟିକୁ ସମ୍ମାନ ଜଣାଇବା ପାଇଁ, ନମସ୍କାର କରିବାକୁ ଏବଂ ଯେଉଁ ପୂର୍ବସୂରୀମାନେ ଏ ମାଟିର ଯେଉଁମାନଙ୍କର ବଳିଦାନ ଫଳରେ, ଅକ୍ଳାନ୍ତ ପରିଶ୍ରମ ଫଳରେ, କାରାବରଣ ଫଳରେ ଆଜି ଆମକୁ ସ୍ୱାଧୀନତା ପ୍ରାପ୍ତି ହେଇଛି, ସେମାନଙ୍କୁ ସମ୍ମାନ ଜଣାଇବାକୁ ମୋତେ ଆଜି ସୁଯୋଗ ମିଳିଲା। ଏବଂ ଗତ 2 ବର୍ଷ ଧରିକି ସରକାର ଆସିବା ପରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଠି ବିକାଶର ଯେଉଁ ଏକ ଲକ୍ଷ୍ୟ ସ୍ଥିର କରାଯାଇକି ଜୟଯାତ୍ରା ଆରମ୍ଭ ହେଇଛି, ସେ ବାବଦରେ ବି ନିଶ୍ଚିତ ଭାବରେ ଆଜି ଉପଲବ୍ଧି କରି ହେଉଛି। ସାଧାରଣ ଭାବରେ ଓଡ଼ିଶାର 4.5 କୋଟି ଲୋକ ଯେଉଁ ଲକ୍ଷ୍ୟ ନେଇକି ଆମେ ଚାଲୁଛେ, ସ୍ୱପ୍ନ ଦେଖୁଛେ ଏବଂ ତାର କ୍ରିୟାନ୍ୱୟନର ପ୍ରକ୍ରିୟା ବି ଆରମ୍ଭ କରିଛେ ଯେ ବିକଶିତ ଓଡ଼ିଶା ଆସନ୍ତା 2036 ମସିହା ସୁଦ୍ଧା ଏକ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟରେ ଆମ ରାଜ୍ୟକୁ ପରିଣତ କରାଇବା। ସେ ଶିକ୍ଷା କ୍ଷେତ୍ରରେ ହଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ, ଶିଳ୍ପ କ୍ଷେତ୍ରରେ ହଉ, ନିଯୁକ୍ତି କ୍ଷେତ୍ରରେ ହଉ, ସବୁ ଦିଗରୁ ଏବଂ ସମୃଦ୍ଧି ଆଉ ଅର୍ଥନୀତିର ଶୀର୍ଷରେ ପହଞ୍ଚିବା ସମଗ୍ର ଭାରତବର୍ଷରେ ସେ ଲକ୍ଷ୍ୟକୁ ନେଇକି ଚାଲିବା ଆରମ୍ଭ କରିଛୁ। ସେଥିରୁ ବି ଆଜି କିୟଦଂଶ ଆମେ ଏଠି ଆଲୋଚନା କରୁଛୁ ଏବଂ ବିଶେଷ ଭାବରେ ମୁଁ କହିବାକୁ ଚାହେଁ ଯେ ଓଡ଼ିଶାକୁ ଆଜି ସଠିକ ରାସ୍ତାରେ ଚଲେଇବା ପାଇଁ ଏବଂ ତାରି ସାଙ୍ଗରେ ତାଳ ଦେଇକି ଏ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବରେ ମୋର ବି ଏକ ସ୍ୱତନ୍ତ୍ର ଦାୟିତ୍ୱ ଅଛି ଏ ଜିଲ୍ଲା ପାଇଁ। ଜିଲ୍ଲାର ବିକାଶ ନିଶ୍ଚିତ ଭାବରେ ଯେଭଳି ହବ ସେଥିପାଇଁ ଆମ ସମସ୍ତଙ୍କର ଉଦ୍ୟମ ରହିଛି। ଜିଲ୍ଲା ପ୍ରଶାସନ ବି ତାର ଭୂମିକା ନିର୍ବାହନ କରୁଛି ଏବଂ ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଆଜିର ଦିନରେ ଗୋଟିଏ ସଂକଳ୍ପ ନେବା ପାଇଁ ଯେ ଗଞ୍ଜାମ ଜିଲ୍ଲାର ବିକାଶ, ଓଡ଼ିଶାର ବିକାଶ ଏବଂ ଭାରତର ବିକାଶ ସହିତ ଭାରତକୁ ଏକତା ଓ ଅଖଣ୍ଡତାର ସୂତ୍ରରେ ବାନ୍ଧିକି ରଖିବା ପାଇଁ ଯାହା ଆବଶ୍ୟକତା ଅଛି ତାକୁ ଆମେ ନେଇକି ଆଗକୁ ଚାଲିବା ଏବଂ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆମ ଏକତା, ଆମ ସାର୍ବଭୌମତ୍ୱ, ଆମ ଅଖଣ୍ଡତା ଆମକୁ ବିକାଶର ରାସ୍ତାରେ ଚଲେଇବ। ବିକଶିତ ଓଡ଼ିଶା ଓ ବିକଶିତ ଭାରତବର୍ଷର ଯେଉଁ ପରିକଳ୍ପନା ତାହା ନିଶ୍ଚିତ ଭାବରେ ସାକାର ହେବ। ଗଞ୍ଜାମର କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ଜାଗୃତି।